শীঘ্র পড়িবে, বহুত কম টাইম আছে। প্রথম জীবন দ্বিতীয় অধ্যায় 14। ବଛଗଣ ମୁଁ ତୁମମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମମାନଙ୍କ ନିକଟକୁ କାଲି ଲେଖିଲି, ଶେଷ ପଦଟା ପଢ଼ିଦେବେ। ହେ ଯୁବକମାନେ, ମୁଁ ତୁମମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କ ଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ। ତୁମ୍ଭେମାନେ ପାପାତ୍ମାକୁ ଜୟ କରିଛ। ଜୟ କରିଅଛ। ପାପାତ୍ମାକୁ ଜୟ କରିଅଛ। The work has been already done. Fighting କରିବା କାମ, ଜୟ ପାଇବା କାମ ସରି ଯାଇଛି। But the question, ଆପଣଙ୍କ ଜୀବନରେ ଏହି ବାକ୍ୟ ଆପଣ କେତେ ମାତ୍ରାରେ ଅନୁଭବ କରିଛନ୍ତି? ପାପାତ୍ମାକୁ ଜୟ କରିଅଛ। ପ୍ରଭୁଙ୍କ ଲୋକମାନେ ପାପାତ୍ମା ବୋଲି ଜଣେ ଅଛି। ସାମଜିଷ୍ଟ କଲେ ତାଙ୍କ ପଛରେ କହିବେ। ପାପାତ୍ମା ବୋଲି ଜଣେ ଅଛି, ଆଉ ତା ସହିତ ଆମକୁ ଯୁଦ୍ଧ କରି ଜୟ ପାଇବାକୁ ପଡ଼ିବ। ଯୁଦ୍ଧ ଯଦି ଅଛି, ଜୟ ଯଦି ଅଛି, ଯୁଦ୍ଧ ଅଛି। ଯୁଦ୍ଧ ଯଦି ଅଛି, ଶତ୍ରୁ ଯଦି ଅଛି, ଅସ୍ତ୍ରଶସ୍ତ୍ର ଅଛି। ତେବେ ପ୍ରଶ୍ନ ଉଠୁଛି, ହୁ ଇଜ୍ ମାଇ ଏନିମି? ମୋର ଶତ୍ରୁ କିଏ? ପଡ଼ୋଶୀ, ବିଶ୍ୱାସିନୀ, pastor. Sorry to say this fact. ତୁମର ଶତ୍ରୁ ଯଦି ପଡ଼ୋଶୀ ନୁହନ୍ତି, ତା ବିଷୟରେ ଗୁଟକ ବଡ଼ କାହିଁକି ଚାଲିଛି? ତୁମର ସହକର୍ମୀ ଯଦି ଶତ୍ରୁ ନୁହନ୍ତି, ତା ସହିତ ମିଶୁନାହାନ୍ତି କାହିଁକି? ତୁମର ବନ୍ଧୁବାନ୍ଧବ, ଫ୍ୟାମିଲି ମେମ୍ବର, I'm deeply saddened. ଭାଇ କଥା ହଉନାହାନ୍ତି, ଭଉଣୀ କଥା ହଉନାହାନ୍ତି, ଶାଶୁ କଥା ହଉନାହାନ୍ତି, ଉତ୍ତମ ପାରିବାରିକ ଜୀବନ ଆମ ଠାରେ ନାହିଁ। କାହିଁକି ନାହିଁ? ଆମେ ତାକୁ ଶତ୍ରୁ ବୋଲି ଭାବି ତ ନାହୁଁ, କିନ୍ତୁ ଆମର ବ୍ୟବହାର କରୁଛି ସେ ଆମର ଶତ୍ରୁ। What type of Christianity it is? କେଉଁ ପ୍ରକାର ଖ୍ରୀଷ୍ଟିଆନ ଜୀବନ? ଶତ୍ରୁ ଜଣେ, and that is ପାପାତ୍ମା, ଶୟତାନ ଜଣେ ହିଁ ଆମର ଶତ୍ରୁ। ଆମେ ଶତ୍ରୁ ନାହାନ୍ତି। ପ୍ରଥମ କଥା, ପ୍ରଭୁଙ୍କ ଲୋକମାନେ ସୁନିଶ୍ଚିତ ହେଇଯିବା ଦରକାର। ତେବେ କାହିଁ ନା କାହିଁ ମାଇଣ୍ଡରେ ଆସୁଥିବ, ସେ ମତେ ଗାଳି କରୁଛି, ସେ ମତେ ପିଟୁଛି, ସେ ମତେ ଅଭଦ୍ର ଭାଷା କହୁଛି, ସେ ମତେ ମୋ ସହ ଖରାପ ବ୍ୟବହାର କରୁଛି, ତେବେ ତ ସେ ମୋର ଶତ୍ରୁ ନିଶ୍ଚୟ ହେଇଥିବ ନା। ବାଇବଲ କୁହେ, we do not wrestle against the flesh and blood. ଆମେ କୌଣସି ମର୍ତ୍ତ୍ୟ ବିରୁଦ୍ଧରେ ଯୁଦ୍ଧ କରିବୁ ନାହିଁ। ଫିନିଶ। ଆମର ଯୁଦ୍ଧ ପାପାତ୍ମା ବିରୁଦ୍ଧରେ, ଶୟତାନ ବିରୁଦ୍ଧରେ, ଦିଆବଳ ବିରୁଦ୍ଧରେ, ସାପ ବିରୁଦ୍ଧରେ, ମିଥ୍ୟାବାଦୀ ବିରୁଦ୍ଧରେ, ଅନ୍ଧକାରର ଜଗତପତି ବିରୁଦ୍ଧରେ। ଆଉ ତା ସହିତ ଯଦି ଫାଇଟିଂ କରିବାର ଅଛି, ତାର ଷ୍ଟ୍ରାଟେଜିକୁ ବୁଝିବାକୁ ପଡ଼ିବ। ଜାଣି ରଖନ୍ତୁ, only enemy, ଗୋଟିଏ ମାତ୍ର ଶତ୍ରୁ। ତେବେ ଯିଏ ଆପଣଙ୍କୁ ଖରାପ ବ୍ୟବହାର କରୁଛି, ଆପଣଙ୍କର କର୍ତ୍ତବ୍ୟ ତା ପ୍ରତି କ'ଣ ହେବା ଦରକାର? ଆଜ୍ଞା, ଆପଣମାନେ ଲୋକେ ଆପଣଙ୍କୁ, ଆପଣ କାହିଁକି ଭାବୁଛନ୍ତି ଲୋକେ ମୋତେ ପ୍ରେମ କରିବା ଦରକାର, ଲୋକେ ମୋ ସହିତ ଭଲ ବ୍ୟବହାର କରିବା ଦରକାର, ଲୋକେ ମୋତେ ସମ୍ମାନ ଦେବା ଦରକାର, ଲୋକେ ମୋତେ ଉତ୍ତମ ଟ୍ରିଟମେଣ୍ଟ କରିବା ଦରକାର? Why? ଆପଣଙ୍କ ଗୁରୁ କିଏ? ଶୈତାନ କି ଯୀଶୁ? ଯୀଶୁକୁ କିଏ ଜଣେ ବି ଭଲ ବ୍ୟବହାର କରିଛନ୍ତି କଣ୍ଟିନ୍ୟୁଅସଲି? ନାଇଁ, ଭାଇମାନେ ଚିହ୍ନି ନାହାନ୍ତି। କେଉଁ ଯୀଶୁକୁ ଆପଣ ଭଲ କରୁଛନ୍ତି? ଆପଣ ଭଲ ପାଇବା ଖୋଜୁଛନ୍ତି। ମନୁଷ୍ୟ ଜୀବନରେ ଭଲ ପାଇବା ଖୋଜିବା ଉତ୍ତମ ବିଷୟ ନୁହେଁ। ଆପଣଙ୍କର କର୍ତ୍ତବ୍ୟ, ଆପଣ ଭଲ ପାଆନ୍ତୁ, ଭଲ ପାଇବା ଖୋଜନ୍ତୁ ନାହିଁ। ଯୀଶୁ ଖୋଜି ବୁଲି ନାହାନ୍ତି, ମୋତେ କିଏ ପ୍ରେମ କରନ୍ତୁ, ମୋତେ ସାହାଯ୍ୟ କରନ୍ତୁ, ମୋତେ ଦୟା କରନ୍ତୁ, ଭଲ ଟ୍ରିଟ୍ କରନ୍ତୁ। ନା, ଯୀଶୁ ତାକୁ ନିଜେ କହିଲେ, ଯୀଶୁଙ୍କୁ କେହି ଭଲ ପାଇନାହାନ୍ତି ବୋଲି କହିପାରିବ। ମୋ ପାଖରେ ଟାଇମ୍ ନାହିଁ ତ ମୁଁ ଇଲାବୋରେଟ୍ କରୁନି।
କହୁଛି ଯୀଶୁ ଜାଣିଥିଲେ ମୋର ଗୋଟେ ମାତ୍ର ଶତ୍ରୁ ଆଉ ତାକୁ ଯେଉଁମାନେ ଇଲ୍ ଟ୍ରିଟ୍ କଲେ ଖରାପ ବ୍ୟବହାର କଲେ ଯୀଶୁ ସେମାନଙ୍କୁ ଖରାପ ବ୍ୟବହାର କରିନାହାନ୍ତି। ପଚାରିବା ନିଜକୁ ଆମେ ମୋ ସହିତ ଯିଏ ଖରାପ ବ୍ୟବହାର କରୁଛି ତା ପ୍ରତି ମୋର ବ୍ୟବହାର କିପରି ଯୀଶୁଙ୍କ ପରି ନା ଇମାଜିନାରୀ ଯୀଶୁଙ୍କ ପରି। First John chapter 2:6 ରେ ଲେଖା ଯାଏ if you think that you are a Christian walk as Jesus walked. That's it. ଖ୍ରୀଷ୍ଟିଆନ ବୋଲି ଭାବିଦେବା ଦ୍ୱାରା ଆମେ ଖ୍ରୀଷ୍ଟିଆନ ହୋଇପାରିବା ନାହିଁ। ପଢ଼ନ୍ତୁ ଜଲ୍ଦି ଦେଇଛ ତମ ଜନ୍ମ ଦେଇଛ ଜଲ୍ଦି ଜଲ୍ଦି ଯେ ତାହାଙ୍କଠାରେ ରହେ ବୋଲି କହେ ତାହାର ତାହାଙ୍କ ପରି ଆଚରଣ କରିବା ମଧ୍ୟ ତାହାଙ୍କ ପରି ଆଚରଣ ସେ ମୋତେ ଗାଳି କଲେ ମୁଁ କେମିତି ଆଗେ ତୁନି ରହିଯିବି ଭାଣ୍ଡିଆ ହେଇଛି ବଳବାନ ହେଇଛି ପଇସା ବାଲା ସେ ମୋତେ ଚିହ୍ନିନି କି ତୋର ଯୀଶୁ କିଏ ବାବୁ ଚିହ୍ନିନୁ କି କଣ ଭାବୁଛୁ ତୁ ନିଜକୁ ଓ ଈଶ୍ୱର ଗୁରୁ ବଧସ୍ଥାନକୁ ନିଆଯାଉଥିବା ମେଷ ପରି ଆପଣଙ୍କୁ ନଥ କଲେ ତୁ ପୁରା ଖ୍ରୀଷ୍ଟ ନିଜକୁ ରକ୍ଷା କରେ କର ବୋଲି ଲେଖାଇଛି ରାଇଟ୍ ନା କରନ୍ତୁ କର କଣ ଭାବୁଛୁ ତୁ ଯୀଶୁଙ୍କୁ ଗୋଟେ ସ୍ଥାନରେ ମୋର ଜମା ଟାଇମ୍ ନାହିଁ କରିବା ପାଇଁ ଗୋଟେ ସ୍ଥାନରେ ଜିହୁଦା ଜନ୍ Gospel chapter 18 କଥା କହୁଛି ଯୀଶୁଙ୍କୁ ଧରିବା ପାଇଁ ଜିହୁଦା ଆସିଲା ସୈନ୍ୟ ସାମନ୍ତକୁ ନେଇ ପଦାତିକ ମାନଙ୍କୁ ନେଇ ମୂଳ ଭାଷାରେ ଲେଖାଯାଏ 10th of the legion ବୋଲି ମାନେ 1 legion is equal to 6 to 8,000 of soldier okay 6 ରୁ 8,000 ସୈନ୍ୟ 10 ଭାଗ କଲେ 600 ରୁ 800 ଗୋଟିଏ ଜିହୁଦୀ ଯୁବକ ଯୀଶୁଙ୍କୁ ଧରିବା ପାଇଁ କେତେ ଲୋକ 600 ରୁ 800 ଲାଜ ଲାଗବା କଥା ଡର ନା ପ୍ରୁଭ୍ କରୁଛେ ଟାଇମ୍ ନାହିଁ କେମିତି ବର୍ଣ୍ଣନା କରିବି ଛାଡ଼ ଯୀଶୁର ପାୱାର କଥା କହୁଛି ଯୀଶୁଙ୍କୁ କିପରି ଇଏ ଟ୍ରିଟ୍ କଲା ସେଟା ମୁଁ କହିବା ପାଇଁ ଚାହୁଁଛି ଆଉ ଲୋକେ ଆମକୁ କେମିତି ଟ୍ରିଟ୍ କରୁଛନ୍ତି ଆମେ ସେମାନଙ୍କୁ କେମିତି ଟ୍ରିଟ୍ କରୁଛୁ ତ ଆସିଗଲା ଜିହୁଦା 18:3 ପଦ ଅନୁସାର କାହା ନିକଟକୁ ଯୀଶୁଙ୍କ ନିକଟକୁ ଆସିଲା କଲିଜା ନାଇଁ ସାମ୍ନା କରିବା ପାଇଁ ଆସି ମାତ୍ର ପଳେଇ ପାଖକୁ ପଳେଇ ଆସିଛି ଆଉ ଯାଇପାରୁନାହିଁ ଆଗକୁ ଆମ ଯୀଶୁ ସତରେ କି ଦୟାର ସହିତ ଯୀଶୁ ନିଜେ ଯାଇକି ପଚାରୁଛନ୍ତି ହ୍ୟାଲୋ କାହାକୁ ଖୋଜିବା ପାଇଁ ଆସିଛ ଜାଣନ୍ତି ସେମାନେ କଣ କହିଲେ ଯୀଶୁକୁ ସେ କହିଲେ ଆମ୍ଭେ ସେହି ବୋଲି କହିବା ବାକି 600 ରୁ 800 they fell backward in the ground କେତେ ଜଣ ପଡ଼ିଲେ ଯୀଶୁ ଫୁଙ୍କିଲେ ସେମାନଙ୍କୁ ପ୍ରଶ୍ୱାସ ଛାଡ଼ିଲେ ଧମକ ଦେଲେ ନାଇଁ I am the fire ବୋଲୁ ଯଦି ଫୁଙ୍କି ଦେଇଥାନ୍ତେ ଫୁଙ୍କି ଦେଇଥିଲେ କଣ ହେଇଥାନ୍ତା ଆଜ୍ଞା ଜିଅନ୍ତା ଭସ୍ମ that is the greatness of my Jesus ଆଉ ଏମିତି ଯୀଶୁକୁ ଏ ଚୋର କଣ ଖଙ୍ଗା କଣ ବୋଲି କହୁଛି ତୁଇ ପରା ଖ୍ରୀଷ୍ଟ ଶରମ ଅଛି କି ନାହିଁ ତୋତେ ସିଏ ଆଗା ଖ୍ରୀଷ୍ଟ ଏବେ ବଧସ୍ଥାନକୁ ନିଆଯାଉଥିବାର ପ୍ରାଇଜ କରିଛନ୍ତି ପାଟି ପିଟେଇ ଦେବେ ପୁଡ଼ିଯିବୁ ତୁ ଝିଅଟା ସେଠି ପ୍ରଭୁଙ୍କ ଲୋକମାନେ ଆପଣ ବଳବାନ ଆପଣ ଶକ୍ତିବାନ ଆପଣ ଧନବାନ ଆପଣ ଜ୍ଞାନୀବାନ କିନ୍ତୁ ଆପଣ ନମ୍ରବାନ କେବେ ହେବେ ଗଲା ପରେ now is the time ଗୋଟିଏ ମାତ୍ର ଶତ୍ରୁ ଆପଣ ପବିତ୍ର ବୋଲି ମୁଁ କେମିତି ଜାଣିବି ଆପଣ ନମ୍ର ବୋଲି ମୁଁ କେମିତି ଜାଣିବି ଆପଣ ପ୍ରେମିକ ବୋଲି ମୁଁ କେମିତି ଜାଣିବି ଲୋକେ ଟେମ୍ପ୍ଟ କରିବେ ନାହିଁ what is this ଜଲ୍ଦି whatever ମନେ କର ଏଠି ମୁଁ ଅଙ୍ଗୁର ଜୁସ୍ କି ଆପଲ ଜୁସ୍ ଭଲ ଜୁସ୍ କାହାର ଫେଭରେଟ ଜୁସ୍ ଜଲ୍ଦି মাজা ଏଠି ତ ଅଛି মাজା ଏଇଠି ମନେକର মাজା ମୁଁ ଭର୍ତ୍ତି କରିକି ରଖିଛି କଥାବାର୍ତ୍ତା ଟିକେ କମ୍ କରିବି ପ୍ଲିଜ মাজା କଣ କରୁଛି ଭରିକି ରଖିଛି ଢାକନକୁ ଖୋଲିବି ଆଉ ବଳ ପୁରା ବିଷ ହଲେଇଲା ପୁରା ହଲେଇ ଏଠି କଲରା ଜୁସ୍ ବାହାରିବ ବାହାରିବ ପୁଣି ନାହିଁ ବାହାରିବ ନାହିଁ
ସ୍ଲିପ୍ ହେଇଗଲା ଆଜ୍ଞା ଏଥିପାଇଁ ମୁଁ ରାଗି କଲି ତମର କଣ କହିବେ ଆମର ସେ କହିହେବନି ତମର ଜୀବ ଚକ ହିଁ ରେଲଗାଡ଼ି ଚକ ନା ଶଗଡ଼ ଗାଡ଼ି ଚକ ସ୍ଲିପ୍ ହେଇଯାଉଛି ଆରେ ଭିତରେ ଯୋଉଟା ଥିବ ସେଟା ଏ ବାଟେ ବାହାରିବ फालतू एक्सक्यूज करतो नाही कुहतु मो ए जे सुधुरी नाही मोर मन परिवर्तन हे नाही मोर शत्रु के मो भले चिनी पारे नाही आपण जानत कि न जानत आपनकर शत्रु के आपनकर शत्रु जानछि जे से मोर शत्रु बोले केना बोलो ठीक কথা দেখতো ଆମେ कन्विंस ହେଇ ନାଉ ଶୈତାନ ଆମର ଶତ୍ରୁ ବୋଲି ସେ ଦିନ ରାତି ଆମ ପଛରେ ଲାଗିଛି ସେ ଜାଣିଛି ବିନା ଯିଶୁ ଜାଣିଲା ଆକୁ କୌଣସି ମତେ ଆକୁ ପରାଜୟ କରିବାର ଅଛି ଆଉ ଆମେ ପାଷ୍ଟର ପଛରେ କଣ କଣ ବିଶ୍ୱାସୀ ପଛରେ କଣ କଣ ପଡ଼ୋଶୀ ସହିତ କଣ କଣ ଫ୍ୟାମିଲି ସହିତ କଣ କଣ ଖାଲି ଝଗଡ଼ା ଅଶାନ୍ତି ମନ ମାନେ ନେଇ ଡାକା ଚାଲିଛି ଏମିତିକି ସରିଯିବା କି କେମିତି ଡାଉଟ ଲାଗିଲାଣି ଏକ୍ସାମିନ୍ କରିବା ଦରକାର ପରୀକ୍ଷା କରିବା ଦରକାର ମୋର ଶତ୍ରୁ ଜଣେ ଆଉ ସେ ହେଉଛି ଶୈତାନ ତେବେ ए शैतान तीर मारे तासो हमको युद्ध करिवार अछि अच्छा विजय नहले हम नाही कि मो विजय हेबेनी मो फाइटिंग करिबेनी अपन निकी उत्तर टेके देबे जे जय करे उत्तर टेके आसो जे जय करे Revelation 3:21 पढ़ ताकू हमें पितांको ओए दक्षिणास्तर पढ़ जल्दी ଆମେ ତାହାକୁ ବଳ ପରିବର୍ତ୍ତନ କରିବାକୁ ସମୟ ଦେଲେ ସେ 3:21 ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି ସେପରି ଯେ ଜୟ जे କରି जय करे ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି जय कले सिंहासन रे बसिबा को मिलबो आ हारी गले नरक रे मिलबो मिलबोटा पक्का कोठी पाइबा पे आपण रेडी अछन विजय जीवन बाध्यता को पाइबार अछि अब का सहित युद्ध शैतान हेले शैतान हमर शत्रु ता सहित युद्ध करिवार अछि ता पाकर गोटे तीर अछि बहुत गंभीर विषय ना गोटे एस्पेक्ट टच करिवा में चेष्टा करिबी शीघ्र सरेवा में मात्र 12 जाए नहीं हालेलुया कौन बोले वो शीघ्र सरेवा में चेष्टा करछि तीर अच्छा मां बाप मन मते साहाय्य करिवे आपण मानकर पुओ छियन को दुख रे देखिबा को आपण केबे चाहिबे की उतरटे फटाफट चाहि दोथिबे हां आज्ञा कांदिला अवस्था रे चिंता है करी व्याकुल है करी केबे भी चाहिबे एज अ फादर एंड मदर गुडे बापा गुडे मां दुनिया रो मां बापा निजरो पुओ को निजरो झियो को केबे मते दुख रे चिंता रे रहिबार स्थिति रे देखिबा को हमें चाहि पारिबा नै असंभव असंभव ठीक है भी संभव होगी नहीं अच्छा अले परमेश्वर चाहନ୍ତି कि आमे चिंता रे दुख रे रहइबा बोली आज्ञा नहीं शैतान चाहन्छ ना नहीं हां एले मोर मां बापा चाहନ୍ତି मोर भाईना वाला चाहନ୍ତି मोर दीदी भेणे चाहନ୍ତି मोर पिला छिला चाहନ୍ତି आ मोर जिसु बापा मते चाहନ୍ତି कि पवित्र आत्मा चाहନ୍ତି कि बाइबल मते चाहनै पिता परमेश्वर मते चाहନ୍ତି हेले जणे का चाहछि किए सेटा शत्रु आ से जदि चाहूछि आ मु जदि चिंता रे रहूछि हेले मु का सहित हाथ मिसेछि एबड प्रार्थना मते सबड चिंता मथियो नहीं एबड आखि माडे छोरो छोरो जोर जाउथिबो सबड चिंता रे बुडी मथो जाउथिबो प्रभु को लोक माने बहुत शॉर्टली कहबा पई चाहूछि शैतान रो अनेक तीर मध्यरु चिंता एक भयंकर तीर मन रखिबे भयंकर तीर चिंता सकाशे अनेकଙ୍କର प्रार्थना जीवन आज ठीक नाही परीक्षा करନ୍ତୁ निज लाइफ
ডাউট ପ୍ରାକ୍ଟିକାଲ କଥା ଆଣ୍ଠେଇ ଦେଇଥିବେ ମନ ଥିବ ଚିନ୍ତାରେ ଆଣ୍ଠୁ ଥିବ ଭୂମିରେ ଚିନ୍ତା ଶୈତାନର ତୀର ପଢୁଛନ୍ତି ଧରେ ବନ୍ଧୁ ପଢୁଛ ହାତ ଧରନ୍ତୁ ଜଲ୍ଦି ବନ୍ଧୁ ଚିନ୍ତା ଶୈତାନର ସମସ୍ତେ କହୁନାହାନ୍ତି କହୁଛ ଆଜ୍ଞା ହାତ ଟିକେ ଧରନ୍ତୁ ପଢୁଛନ୍ତି ସମସ୍ତେ ଆଉ କୁହନ୍ତୁ ଆଜ୍ଞା ଚିନ୍ତା ତୁମର একমাত্র শত্রুর প্রবল ইচ্ছা আর ଏହା ତାର ତୀର ଏଇଠୁ ଆପଣ ରକ୍ଷା ପାଆନ୍ତୁ ଆଜି କେବେ ଆଜି ହାଲେଲୁୟା ପ୍ରଭୁଙ୍କ ଲୋକମାନେ କ୍ରୁଶରେ ପ୍ରଭୁ ଯୀଶୁ ପ୍ରାଣ ଗଲା ବେଳକୁ ଜଗ ଧରି ପଳେଇଲେ ସ୍ୱର୍ଗକୁ ମିଟିଂ ସରିଲା ବେଳକୁ ଷ୍ଟିଫେନଙ୍କ ବାବା ଦେଇଦେଲେ ଆଉ ସେ ଛାଡିବ ନାହିଁ ଭୁଲରେ ବି ହାଲେଲୁୟା ସିଏ ବୋଲେ ତାର ଭିତରେ ଆଉ ଜଣ ଅଛି ତ ସିଏ ନାହିଁ ସେ କିଛି ଜଣ ନାହିଁ ତାର ଆଜ୍ଞା କହୁଥିଲେ ମହାନ ଦାସ ବୋଲେ ମୁଁ କିଛି ନାହିଁ କୁଆଠୁ ନାହିଁ ବାଇବଲ କଲେଜ ବି ସାଥି କି ନାହିଁ ହାଲେଲୁୟା ଛାଡ଼ ମୋ ବିଷୟରେ କହିବି ନାହିଁ କାହିଁକି ଟାଇମ୍ ସୋ ତୀର ଶୈତାନର ଅନେକ ତନ୍ମଧ୍ୟରୁ ଏକ ତୀର ଚିନ୍ତା ମୋର ଯୀଶୁ ରାଜା ଯେ ମୋ ପାଇଁ କ୍ରୁଶରେ ପ୍ରାଣ ଦେଲେ ସେ ଯଦି ଚାହୁଁନାହାନ୍ତି ମୁଁ ଚିନ୍ତାରେ ରହିବି ଆଉ ଯଦି ମୁଁ ଚିନ୍ତାରେ ରହୁଛି ତେବେ ଆକାଂକ୍ଷା ଶୈତାନର ଇଚ୍ଛା ବାଇବଲରେ ଗୋଟେ ଭକ୍ତ ଦାସଙ୍କର 7,000 ମେଷ 3,000 ଓଟ 500 ହଳ ବଳଦ 300 ଛାଗ ଗଧ 300 ଗଧ ପଢ ଆଇବ 1 ଜଲ୍ଦି ପଢ 1 2 3 ଶୀଘ୍ର ଆଉ କୋଉ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି 2 ଥିଲା 3 ମଧ୍ୟ ତାହାର ସମ୍ପତ୍ତି 2 3 ପୁଣି ତାହାର 7 ପୁତ୍ର 7ଟା ପୁଅ ଓ 3 କନ୍ୟା ଜନ୍ମିଥିଲେ 3ଟା ଝିଅ ମନେ ରଖ ସମସ୍ତେ କେତେଟା ପୁଅ 7 ପୁଅ 3 ଝିଅ 3 ନମ୍ବର ମଧ୍ୟ ତାହାର ସମ୍ପତ୍ତି 7,000 ମେଷ ଶୁଣ 7,000 କଣଟା ମେଷ ମେଣ୍ଢା 7,000 ଆଚ୍ଛା 3,000 ଉଟ 3,000 ଓଟ ଓ 500 ବଳଦ 500 ହଳ ବଳଦ ମାନେ କେତେଟା ବଳଦ 500 ଇଣ୍ଟୁ ହଜାର 2,000 ବଳଦ ଆଉ ଓ 500 ଗଧ ବି 500 ଗଧ ଆଚ୍ଛା ମୋତେ କୁହନ୍ତୁ ମଡର୍ନ ଟର୍ମରେ ଯଦି ଦେଖିବା 7,000 ମେଷ 7,000 ମେଷକୁ on an average କେତୋଟି ମେଷ ଦିନକୁ ଛୁଆ ଦେଉଥିବ କେତେ ସହ ନେଇପାରିବା ଜଲ୍ଦି କୁହନ୍ତୁ ଟିକେ ଉତ୍ତର 7,000 ମେଷ ଅଛନ୍ତି ସବୁ ଛୁଆ ତ ବାହାରୁଥିବ ସବୁ କେତେଟା ହେଇପାରିବ 7,000 ଅଛନ୍ତି ମେଷ। 100 କେତେଟା ଛୁଆ ବାହାରୁଥିବ ଦିନକୁ ଖାଲି ମେଣ୍ଢାର ବେପାର କଥା କହୁଛନ୍ତି କେତେଟା ଛୁଆ ବାହାରୁଥିବ take 50 or 100 7,000 ଅଛନ୍ତି 100ଟା ଥିଲେ 10ଟା ବାହାରେ ହଁ କି ହଁ ନାଇଁ ହେବ ଡେଲି ଜନ୍ମ କଥା କହୁଛନ୍ତି ହବନି ଆଜ୍ଞା କେତେ ନେବା ହେଲେ 500 300 ହେଇଯିବ ଜଲ୍ଦି ଗୋଟେ କୁହ ଜଲ୍ଦି କୁହ ନହେଲେ ବାଟ ହେଇଯିବ ମତେ ତାର ବାଡ଼େଇବେ ଶୀଘ୍ର ଯଦି ମେଷ ଗୋଟେ ଥରକେ 3ଟା ଦବ ତାହେଲେ ଏଭରେଜରେ କେତେ ନେବା କୁହନ୍ତୁ ଦିନକୁ କେତେଟା 100ଟା 100 100ଟା ଆଚ୍ଛା ଜଣଙ୍କର ଦାମ କେତେ ଜଲ୍ଦି ଯୋଉଠୁ କୁହ କିଛି ଛୁଆ 3 4 3 ଆଚ୍ଛା କେତେଟା 100ଟା 100 3 ଜଲ୍ଦି କର ମେtre କେ ପାସ୍ 3,000 30,000 100ଟା 3 ଲକ୍ଷ 3 lakhs ଓକେ ଦିନକୁ ଆଜିର ଟର୍ମରେ ଆୟୁବଙ୍କର ଇନକମ
3 lakh per day day into କରିଦିଅ 30 9 lakh 9 lakh 90 ହଁ ହଜାର ହଜାର ବର୍ଷ ତଳର କଥା ମୁଁ କହୁଛି ମହାଲକ୍ଷ୍ମୀ ଧନୀ ଲୋକ ଖାଲି ମେଷର ଇନକମ୍ 90 ଲକ୍ଷ ଆଉ ଆଗକୁ ବଢିବା ନାହିଁ ଟାଇମ୍ ଆଚ୍ଛା ଦିନକୁ ମେଷର ଇନକମ୍ ଏ ମେଷକୁ ଆପଣ ପ୍ରେଜେଣ୍ଟ ୱାର୍ଲଡରେ କାହା ସହିତ ତୁଳନା କରିପାରିବେ ମେଷକୁ ନାହିଁ ମେଷ କଥା ଶୁଣ ନେକ୍ସଟ କେ जल्दी करो ओटो माने डाला गाड़ी ना एसना मैक्स का बोर्ड डाला डाला गाड़ी से कमेंट कर परिबो आई मीन ऑटो जल्दी के बोझेबो डाला गाड़ी से के बोझेई परिबो की ओके तो अला डाला गाड़ी रो पर डे इनकम 1500 आपण सिद्धि करी कि मत डाल के कहबे हां पारिया को हालेलुया वो कौन कहबा मैं चाहूची पर डे लक्ष लक्ष इनकम हजार हजार वर्ष तले गोटे व्यक्ति बाइबल रे करूथिले सातोटी पुओ थिले तीनोटी झियो थिले अच्छा 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 7000 मेसो को चरेबा पय 5 जण लगी जीवो की हां एटलीस्ट 100 200 300 लोक दरकार होते 1000 जण आइले 1000 जण हबो ना आगे शहे को जण 100 को 1000 को 10 जण 7000 को 100 जण मेंढा में खाली 100 जण चाकर कोन बे मंडा मेंढा में आगु कोन कर कहबो ना खाली माने एते चाकर में डेली खाना रोइबा घर देथिबे ना बाहर पके देथिबे कुडिया तो थिबो टेंट तो थिबो कोन कहबा पई चाहूची पूर्व देश लोकमान मध्य महान बोले ओडिया रे लिखा अछि इंग्लिश रे रिचेस्ट पर्सन पूर्व देश मान मध्य सब धनी लोक थे किछि अभाव नाही सातटा पुओ धन सम्पत्ति आ दास दासी सब अछि दिन आसिला गोटिए दिन रे सब पोछा पोछि सब भस्म सब विनष्ट सब नष्ट हो गला आ आइबो मो पूरा धार्मिक मो पूरा प्रार्थना करी मो पूरा उपवास करी मो पूरा नम्र मो पूरा आंख भांगा लोक प्रभु तू क्वाड बोलू नो नथिंग प्रभु देले प्रभु किछि ब्लेम नाही किछि कंप्लेन नाही इंग्लिश लिखा अछि ही bowed down and worshiped God नो आर्गुमेंट आंखाई करी पुणे वर्शिप करी छु देखो काई नि सब चिंता रे भांगी पड़ले नाही 100 टका रे हजी करे 2 दिन जाई प्रभु नाम कहबे हां माने टिके कोन हे गला हमें प्रभु नाही प्रार्थना नाही बात नाही झूम नाही मॉर्निंग डिवोशन नाही किछि नाही आ इंटरेस्टिंग कथा ए सरकार समस्त को सरेला जों सरे नाही आगो मां माने कोन एथौ पापा माने को काम रखिछि आ मिसेस आयुबो छड़ो तंको भयंकर कैसे भयंकर नाम भयंकर कोरापुट भाषा रे कहले केजन कोरापुट आछो अच्छा अच्छा हां बड़ी कोन होची से स्त्री एही जे आपण सुनता दृढ़ करे किछो परमेश्वर को परित्याग करे फाटास परटा देखो प्रभु ए बाबा मध्य सेमती ए आयुरो मिसेस आयु मध्य सेमती भेड़िया माने जो ना बाहाहीन मंगल काम करिछो आगो को चिंता करो हां हालेलुया आयु कोन बोझले से आमे भी सदा प्रभु ठारो केवल मंगल ही लड़िबा आ मंगल किए लड़िबो आमे सदा प्रभु को जानिछु से केबे अन्याय करि परिबे ना से केबे मंगल करि परिबे ना से केबे भूल करि परिबे ना से तंगर हक अछि देबे आउ नेबे मोर स्वामी को नहीं परिबे मोर स्त्री को नहीं परिबे मोर चाकरी नहीं परिबे मोर जॉब नहीं परिबे मु जदि ताको स्वीकार कर देली एति की मो पाइ यथेष्ट मु किछि नहीं कियासी नाही प्रभु मते एति की देला तते देछु तते नहीं ना सुखी खुशी हेबी हालेलुया मु कोन कहिबा पई चाहूची शैतानर अनेक तीर मध्यरु एक तीर होउची
ନିଜକୁ ପଚାରନ୍ତୁ, କାହାକୁ ପଚାରିବା ଦରକାର ବାହାରିବ ନା ଆଇବ ପ୍ରଭୁ କାନ୍ଦିଛି ଆଇବ ମୋର କାହିଁକି ନେଲ ବୋଲି ବ୍ଲେମ୍ କରିଛି। ଚିନ୍ତାରୁ ବାହାରିବା ପାଇଁ ପ୍ରଥମ ବିଷୟ ମନେ ରଖନ୍ତୁ, ଚେଞ୍ଜ ୟୋର ମାଇଣ୍ଡସେଟ୍। ଆପଣଙ୍କର ପ୍ରାୟୋରିଟିକୁ ଚେଞ୍ଜ କରନ୍ତୁ। ସେ ଜାଣିଥିଲା ଅନବସ୍ତ୍ର ଥିଲେ ଯଥେଷ୍ଟ। ମା ମାନେ ବାପା ମାନେ ଆପଣମାନେ ଜଣେ ବି କହିପାରିବେ କି ମୋ ପାଖରେ ଗୋଟେ ହଳକା ଡ୍ରେସ୍ ଗୋଟେ ହଳକା ଶାଢ଼ୀ ଅଛି ବୋଲି? ନାଇଁ, ଥିଲେ ଆହୁରି ଦରକାର କିଣନ୍ତୁ, ଭଲ ପିନ୍ଧନ୍ତୁ, କିନ୍ତୁ ଚିନ୍ତା କରିବାର ବି ଚାଲନ୍ତୁ। ହାଲେଲୁୟା। ମାଇଣ୍ଡ ସେଟ୍ ଯଦି ଚେଞ୍ଜ ହେବ ନାହିଁ ଆମେ କେବେ ମଧ୍ୟ ଚିନ୍ତା ଶୂନ୍ୟ ହୋଇପାରିବା ନାହିଁ। ଆଉ ଏହା ଖାସ୍ ଆପଣମାନେ ବୁଝିପାରିଥାନ୍ତେ, ଚିନ୍ତା ସକାଶୁ ଆପଣ ସ୍ପିରିଚୁଆଲି ଗ୍ରୋଥ୍ କରିପାରୁନାହାନ୍ତି। ହଁ, ଆଉ ଏଇ ଚିନ୍ତାର ତୀରରେ ସେ ସବୁ ବର୍ଗର ଲୋକମାନଙ୍କୁ ବାନ୍ଧିକି ଆକ୍ରମଣ କରି ରଖିଛି। ଛୋଟ ଛୁଆ ପାଠ ପାଇଁ ଚିନ୍ତା, ବଡ଼ ଛୁଆ ଚାକିରି ପାଇଁ ଚିନ୍ତା, କଲେଜ ଗଲା ପରେ ହାଇର ଷ୍ଟଡି ପାଇଁ ଚିନ୍ତା, ଜବ୍ ମିଳିଲା ପରେ ପଇସା ପଢୁ ବୋଲି ଚିନ୍ତା, ପଇସା ପଢିଲେ କୋଉଠି ରଖିବି ବୋଲି ଚିନ୍ତା, ଆଉ ତାପରେ ମ୍ୟାରେଜ ହେବ, କନ୍ୟା କି ଆଉ ସ୍ୱାମୀ କି ପୁଅ କି ଖୋଜିବା ପାଇଁ ଚିନ୍ତା, ମିଳିଗଲା ପରେ ମ୍ୟାରେଜ ହେବ, ମ୍ୟାରେଜ ହେଲା ପରେ ହେଲେ କାହିଁକି ବୋଲି ଚିନ୍ତା। This is bad. ଆଉ ମ୍ୟାରେଜ ହେଲା ପରେ ପୁଅ ଝିଅ ପାଇଁ ପ୍ରାର୍ଥନା କରି କରି ଚିନ୍ତା, ନହେଲେ ବି ହେଲା ପରେ ସମ୍ଭାଳି ହଉନାହିଁ। ମଣିଷ ଶୈତାନର ତୀର ଦ୍ୱାରା, ଚିନ୍ତା ରୂପୀ ତୀର ଦ୍ୱାରା ଆଟାକ୍ ହେଇକି ଅଛି। ଆପଣ ବୁଝି ଯାଆନ୍ତୁ, ଏହା ଆପଣମାନଙ୍କ ପାଇଁ ପ୍ରଭୁଙ୍କର ଇଚ୍ଛା ନାହିଁ। ଏହା ଶୈତାନର ଇଚ୍ଛା, ଆପଣ ଜାଣିପାରୁନାହାନ୍ତି। ବ୍ୟଭିଚାର କର ନାହିଁ, ପାପ କି ନାହିଁ? ଚୋରି କର ନାହିଁ, ମନ୍ଦ କଥା କୁହ ନାହିଁ, ଲୋଭ କର ନାହିଁ, ଈର୍ଷା କର ନାହିଁ, ମିଥ୍ୟା କୁହ ନାହିଁ, ଚିନ୍ତା କର ନାଇଁ କରୁଛୁ ପ୍ଲିଜ କର, ଜଲ୍ଦି ପଳେଇବ କର। ଯୀଶୁ କହିଲେ କିଛି ମିଳିବ ତମକୁ ଚିନ୍ତା କରି, କେମିତି ମୁଁ ଯଦି ଲେଖିଥାନ୍ତି ମାନେ ସେମିତି ଲେଖିଥାନ୍ତି। ପଢ ଲୋକ ବାହାର ଜଲ୍ଦି ପଢ, ଲୋକ ବାହାର ପଢିଦିଅ 24 ଭାବି ଦେଖ, ସେମାନେ ଗୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କର ଗୋଲାଘର ବା ଅମାନ ନାହିଁ, ମାତ୍ର ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ସେମାନେ ପକ୍ଷୀମାନଙ୍କ ଅପେକ୍ଷା ଶ୍ରେଷ୍ଠ। 25 ପୁଣି ତୁମମାନଙ୍କ ମଧ୍ୟରେ କିଏ ଚିନ୍ତା କରି ଆପଣ ଆୟୁ ଆସ୍ତେ ଦୀର୍ଘ କରିପାରେ? ଚିନ୍ତା କରି ଟିକେ ହେଲେ ତମ ଲାଭ ଅଛି କି ବୋଲି କିଏ କହୁଛନ୍ତି? ଯୀଶୁ। ହେଲେ ପ୍ରଶ୍ନ ଉଠିବ ଆପଣମାନଙ୍କ ମନରେ, ଆଜ୍ଞା ମୋର ସ୍ୱାମୀ ପାଇଁ, ମୋର ସ୍ତ୍ରୀ ପାଇଁ, ମୋର ପୁଅ ପାଇଁ, ମୋର ଝିଅ ପାଇଁ ମୁଁ ଚିନ୍ତା କରିବି ନାହିଁ କି? ପାଉଲ କହିଲେ ଫିଲିପିଓ 4:6 କୌଣସି ବିଷୟ ନିମନ୍ତେ ଚିନ୍ତା କର ନା। ହେଲେ କୌଣସି ଭିତରେ ଆପଣଙ୍କର ସ୍ୱାମୀ ସ୍ତ୍ରୀ ରୋଗ ପଇସା ଇତ୍ୟାଦି ବିଷୟ ଥିବ ନା ନାହିଁ? ଅଛି କି ନାହିଁ? ଅଛି। ପାଉଲ କୋଉଠି ରହିଲେ? ଏସି ରୁମରେ ବସିକି ଲେଖିଲେ ଚିନ୍ତା କର ନାହିଁ ବୋଲି। କୋଉଠି ଲେଖିଛନ୍ତି? ଜେଲ। It means ତାର ଆଗରେ 4 ପଦରେ ଲେଖା ଅଛି ସର୍ବଦା ଆନନ୍ଦ କର। ପୁନଶ୍ଚ ଦଉଛି ଆନନ୍ଦ କର। ପାଉଲଙ୍କ ପରି ଲୋକ କହୁଛନ୍ତି ସର୍ବଦା ଆନନ୍ଦ କର, ତାହା ଆମ ପାଇଁ ନା ଖାଲି ପାଉଲ ପାଇଁ? ପ୍ରଭୁଙ୍କ ଲୋକମାନେ ଆନନ୍ଦର ଜୀବନ ପସିବଲ, ଚିନ୍ତା ଶୂନ୍ୟ ଜୀବନ ସମ୍ଭବ ଯଦି ଆପଣ ଚାହିଁବେ। ଆଉ ବୁଝନ୍ତୁ, ଆନନ୍ଦ ଆପଣଙ୍କର ଅଧିକାର, ଚିନ୍ତା ଶୂନ୍ୟ ଜୀବନ ଆପଣଙ୍କର ଅଧିକାର, ବିନ୍ଦାସ ଜୀବନ ଆପଣଙ୍କର ଅଧିକାର। ଆପଣ ତ କେବେ ଚାହିଁନାହାନ୍ତି ଆପଣଙ୍କର ପୁଅ ଚିନ୍ତାରେ ରୁହନ୍ତୁ ବୋଲି, ହେଲେ ଆପଣଙ୍କର ସ୍ୱର୍ଗସ୍ଥ ପିତା ଚାହିଁବେ? ଆଉ ଯଦି ଆମେ ଚିନ୍ତାରେ ରହୁଛୁ ମାନେ କାହିଁ ନା କାହିଁ ମ୍ୟାଚ୍ କରୁନାହିଁ।
ଚିନ୍ତା କର ନାହିଁ କରିବାକୁ ଆଜ୍ଞା ହେଲେ ମୋର ପୁଅର ଭବିଷ୍ୟତ ବିଷୟରେ କ'ଣ ଚିନ୍ତା କରୁନି, ମୋର ଝିଅର ମ୍ୟାରେଜ କଥା କ'ଣ ଚିନ୍ତା କରୁନି, ସ୍ୱାସ୍ଥ୍ୟ ଭଲ ନାହିଁ କେମିତି କରିବ ଚିନ୍ତା କରୁନି। ମୁଁ କହୁନାହିଁ, ଯିଏ କହିଛନ୍ତି ତାଙ୍କ ପାଖକୁ ଯାଅ। Hallelujah. Praise the Lord. ଆଚ୍ଛା ଟାଇମ୍ ନେଇ ମୁଁ ସର୍ଟଲି ସାରୁଛି। ଚିନ୍ତା ଶୈତାନର ତୀର। ମନେ ରଖିଥିବେ, ଆପଣ ଚିନ୍ତା କରିବା ପଛରେ ପ୍ରଥମ କାରଣ ହେଉଛି ଆପଣଙ୍କର ମାଇଣ୍ଡ ସେଟ୍ ଆପଣ ଚେଞ୍ଜ କରିନାହାନ୍ତି। ଆପଣ ଏଠିକୁ କେତେ ଦିନ ପାଇଁ ଆସୁଛନ୍ତି? ଗୋଟେ 2 କୋଟି ବର୍ଷ ପାଇଁ କି? ଆପଣ ଗୋପାଳପୁରକୁ ଆସିଲେ, ଗୋପାଳପୁରକୁ ଆସିକରି ଆପଣ ଭାବିଲେ ଆରେ ମୁଁ ଗୋପାଳପୁର ଆସିଛି, ଘର ମତେ ଟିକେ ବନେଇବାକୁ ପଡ଼ିବ ଗୋପାଳପୁରରେ। କାହିଁ କେତେ ଦିନ ପାଇଁ ଆସିଛି? ମୁଁ ଘର ତୋଳିବାକୁ ପଡ଼ିବ, ଆଉ ମ୍ୟାରେଜ କରିବାକୁ ପଡ଼ିବ, ତ ଲୋନ୍ ନେବାକୁ ପଡ଼ିବ, ପିଲାମାନଙ୍କର ଭବିଷ୍ୟତ ଏସବୁ ଆପଣ କରିଛନ୍ତି କି ଗୋପାଳପୁର ଆସିକରି? ଆପଣ କନଭିନ୍ସ ହେଇଛନ୍ତି, ସୁନିଶ୍ଚିତ ହୋଇଛନ୍ତି ଗୋପାଳପୁର ମୋର ଘର ନାହିଁ, ଏଥିପାଇଁ ଆପଣ ଏଠି ଚିନ୍ତାରେ ନାହାନ୍ତି। ବାଇବଲ କହେ ଆମେ ମାନେ ଜଗତରେ ବିଦେଶୀ ଆଉ ପ୍ରବାସୀ। ଗୋପାଳପୁରକୁ ଆସିକରି ଯେପରି ଆପଣ ଚିନ୍ତା ଶୂନ୍ୟ ହେଇକି 2 ଦିନ ଅଛନ୍ତି, ଘରକୁ ଗଲା ପରେ ବି ଯଦି ରହିବେ ତେବେ ଆପଣ ବାସ୍ତବ ଖ୍ରୀଷ୍ଟଙ୍କର ବାକ୍ୟ ପାଳନକାରୀ ଅଟନ୍ତି, ବାକ୍ୟକୁ ବୁଝିବା ଲୋକ ଅଟନ୍ତି। ଆପଣ 2 ଦିନ ପାଇଁ ଜୀବନ ବିତେଇବେ ଆଜ୍ଞା, କାହିଁକି ଚିନ୍ତା? ଭଲ ବିଷୟ ନାହିଁ। ଚିନ୍ତା କଲେ ଦେହ ଖରାପ ହୁଏ, ଚିନ୍ତା କଲେ ମନ ଖରାପ ହୁଏ। ଆପଣଙ୍କର ମନ ଖରାପ ହେଲେ ଆପଣଙ୍କର ପାର୍ଟନର ମନ ଖରାପ ହବ, ପିଲା ଝିଅମାନଙ୍କର ମନ ଖରାପ ହବ, ଆପଣ କିଛି କରିପାରିବେ ନାହିଁ। ଆଉ ଏହା ଶୈତାନ ଚାହୁଁଛି ଆପଣ ପ୍ରାର୍ଥନା କଲା ମଧ୍ୟ ଚିନ୍ତା କରନ୍ତୁ, ଷ୍ଟଡି କଲେ ଚିନ୍ତା କରନ୍ତୁ, ଫାଷ୍ଟିଂ କଲେ ଚିନ୍ତା କରନ୍ତୁ, ଜୁମ୍ କଲେ ଚିନ୍ତା କରନ୍ତୁ। ଶୈତାନର ଇଚ୍ଛା ଆଉ ଯୀଶୁଙ୍କର ଇଚ୍ଛା ଆପଣ ଚିନ୍ତା ଶୂନ୍ୟ ହୁଅନ୍ତୁ। ଆଚ୍ଛା ଆମ ପାଇଁ କିଏ ଚିନ୍ତା କରୁଛନ୍ତି? ଜଲ୍ଦି ଆପଣ ଟିକେ ଆସନ୍ତୁ, ଆପଣ ଆସନ୍ତୁ ଜଲ୍ଦି, 2 ଜଣ ଆସନ୍ତୁ, ଅର୍ଗାନାଇଜ ଜଲ୍ଦି ଜଲ୍ଦି ଜଲ୍ଦି। ଏବେ ସାର କହିଦେବ ଆगे ହଉଛନ୍ତି ନାଇଁ ଆଜ୍ଞା ସर ଏସପି ब्रदर ब्रदर एसपी ब्रदर टीचर। अच्छा टीचर आगे और एसपी पुलिस आगे, टीचर आगे आउ पुलिस आगे एमाने 2 जण बहुत आपनकर भाव हमको जणातु, आमे बुझी गलु 2 जणकर हृदय ठीक, समान मन, उदार मन, किंतु आ पाखरे बेसी टंका थिबारो आमे आ भाबिबा को पडिला नाही, कोटी बोतु डायरेक्ट मिस को। तबे माय क्वेश्चन टू यू, मोर जो बापा स्वर्गर अछंती ताकर गोपुर एक हाफे करो आ आसबार गुटे 2 करो, बरमपुर गुटे अधाय करो पति अछि। मोर बापा जो स्वर्गर अछंती ताकर संपत्ति क्या काहि थिबो निकी नाही? दिल्ली रे मोर बापा परमेश्वर को 3% सेंट परा सेंट 3% अब भुवनेश्वर हाफ सेंट थिबो। तुम चिंता करछ ना यार मोर बापा पापो। अरे कोन बापा को तुम जानिछ? किए तुमर बापा का बापू जाओ तो प्रार्थना करिबा पे कोन भाबु छथि आपण तांको? एथिबाई कोला शाम 46:10 रे बी स्टिल उनी पड़ी वो बोल लोकल भाषा में